ଆପଣ ଜାଣନ୍ତି କି ଇଣ୍ଡିଆ ମ୍ୟାପ୍ କଲାବେଳେ ଆମେ ଶ୍ରୀଲଙ୍କାକୁ କାହିଁକି ଶୋ କରୁ? ଅନେକ ବୋଧେ ଜାଣିନଥାନ୍ତି କି ଇଣ୍ଡିଆ ମ୍ୟାପ୍ରେ ଶ୍ରୀଲଙ୍କା କାହିଁକି ଶୋ କରାଯାଏ। ଆସନ୍ତୁ ଜାଣିବା ଓ ଅନ୍ୟମାନଙ୍କୁ ଜଣାଇବା। ଭିଡ଼ିଓଟିକୁ ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ, ସ୍କିପ୍ କରନ୍ତୁ ନାହିଁ। ଯେଉଁମାନେ ଫାର୍ଷ୍ଟ ଟାଇମ୍ ସାଇଟ୍ଟିକୁ ଭିଜିଟ୍ କରିଛନ୍ତି ସେମାନେ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍ରେ ଅଲ୍ କ୍ଲିକ୍ କରନ୍ତୁ। ପରେ ଯେଉଁ ନୂଆ ଭିଡ଼ିଓ ଅପଲୋଡ଼ ହେବ ତାର ନୋଟିଫିକେସନ୍ ଫାଷ୍ଟ ଆପଣଙ୍କ ପାଖରେ ପହଞ୍ଚିପାରିବ। ଲାଇକ୍ କରନ୍ତୁ ଏବଂ ଅନ୍ୟ ବନ୍ଧୁମାନଙ୍କୁ ସେୟାର କରନ୍ତୁ। ଇଣ୍ଡିଆ ମ୍ୟାପ୍। ଆମେ ଯେତେବେଳେ ଇଣ୍ଡିଆର ମ୍ୟାପ୍ ଦେଖୁ ବା ଆଙ୍କୁ, ମ୍ୟାପ୍ର ଠିକ୍ ତଳକୁ ଶ୍ରୀଲଙ୍କା ଥିବାର ଦେଖିଥାଉ। ମ୍ୟାପ୍ ତ ଇଣ୍ଡିଆର, ଆମେ ଇଣ୍ଡିଆ ସହିତ ଶ୍ରୀଲଙ୍କାକୁ କାହିଁକି ଜାଣିବା? ହୁଏତ ଆପଣମାନେ କହିପାରନ୍ତି ପଡ଼ୋଶୀ ଦେଶ ବୋଲି। ଆହୁରି ତ ଅନେକ ପଡ଼ୋଶୀ ଦେଶ ଅଛନ୍ତି, ଯେମିତି ପାକିସ୍ତାନ, ଆଫଗାନିସ୍ତାନ, ନେପାଳ, ଭୁଟାନ ପ୍ରଭୃତି। ତାଙ୍କ ମ୍ୟାପ୍କୁ ଆମେ ସ୍ଥାନ ଦେଇନୁଁ। କେବଳ ଶ୍ରୀଲଙ୍କା ବ୍ୟତୀତ ଅନ୍ୟ କାହାକୁ ସ୍ଥାନିତ କରିବାକୁ ଆମେ ବାଧ୍ୟ ନୁହଁ। ଆସନ୍ତୁ ଜାଣିବା ତାର କାରଣ ଗୁଡ଼ିକ। କେଉଁ ନିୟମରେ ବନ୍ଧା ହୋଇ ଆମେ ଶ୍ରୀଲଙ୍କାକୁ ଆମ ଦେଶର ମ୍ୟାପ୍ ତଳେ ସ୍ଥାନିତ କରୁଛୁ? ଏଥିପାଇଁ ଅଛି ଗୋଟେ ଇଣ୍ଟରନ୍ୟାସନାଲ ବା ଆନ୍ତର୍ଜାତିକ ନିୟମ। ଏକ ବିଶାଳ ଭୂଖଣ୍ଡ, ପୃଥିବୀର ସେକେଣ୍ଡ ଲାର୍ଜେଷ୍ଟ ପପୁଲେସନ କଣ୍ଟ୍ରି ହେଉଛି ଆମ ଭାରତ। ଭାରତ ବି ଏକ ଗଣତାନ୍ତ୍ରିକ ସାର୍ବଭୌମ ରାଷ୍ଟ୍ର। ଧରିନିଅନ୍ତୁ ଏଇଟା ହେଲା ଇଣ୍ଡିଆ ମ୍ୟାପ୍, ତା ତଳକୁ ରହୁଛି ଶ୍ରୀଲଙ୍କା। ଏହି ଦୁଇ ଦେଶ ଗୋଟିଏ ଛୋଟ ରାସ୍ତା ଦ୍ୱାରା ଜଏଣ୍ଟ ହୋଇଛନ୍ତି। ଅବଶ୍ୟ ତାହା ବର୍ତ୍ତମାନ ଦୃଷ୍ଟିଗୋଚର ହେଉନି କି ଯାତାୟାତ ବି ନାହିଁ। ସେହି ରୋଡକୁ କୁହାଯାଏ ରାମ ସେତୁ। ସେଥିପାଇଁ ପୌରାଣିକ ମତ ବି ରହିଛି। ପ୍ରଭୁ ରାମଚନ୍ଦ୍ର ନିଜର ଭଲ୍ଲୁକ ଓ ବାନର ସେନାକୁ ନେଇ ଏହି ରାସ୍ତା ଦେଇ ଶ୍ରୀଲଙ୍କାକୁ ଯାଇଥିଲେ। ସେ ତ ଗଲା ପୌରାଣିକ କଥା। ଆସନ୍ତୁ ଜାଣିବା କେଉଁ ନିୟମ ଅଛି ଯାହାଦ୍ୱାରା ଆମେ ବାଧ୍ୟ ହୋଇ ଏପରି କରୁଛେ। ଜାତିସଂଘ ବା ୟୁନାଇଟେଡ୍ ନେସନ ଗୋଟିଏ ନିୟମ କରିଛି, ତାକୁ UNCLOS ବୋଲି କୁହାଯାଏ, ୟୁନିକ୍ଲଜ୍। ଏହି ୟୁନିକ୍ଲଜ୍ 1956 ମସିହାରେ ହୋଇଛି। 1956ରେ ୟୁନାଇଟେଡ୍ ନେସନ ଏହି ନିୟମ କରିଥିଲେ କି ଏହାକୁ ସମସ୍ତ ଦେଶ ଗ୍ରହଣ କରିନଥିଲେ। ବହୁତ ବିଚାର ବିମର୍ଶ କରି 1982 ମସିହାରେ ସମଗ୍ର ବିଶ୍ୱର ଦେଶମାନେ ଏହାକୁ ମାନିଲେ। କ'ଣ ଏହି ୟୁନିକ୍ଲଜ୍? ୟୁନାଇଟେଡ୍ ନେସନ କନଭେନସନ୍ ଅନ୍ ଦ ଲ ଅଫ୍ ଦ ସି। ଏହା ସାଧାରଣତଃ ସମୁଦ୍ରକୁ ଲାଗିଥିବା ଦେଶମାନଙ୍କ ପାଇଁ ଲାଗୁ କରାଯାଇଥିଲା। ଏହି ନିୟମ ଅନୁଯାୟୀ ଭାରତର ଶେଷ ସୀମାରୁ 200 ନଟିକାଲ ମାଇଲ ପର୍ଯ୍ୟନ୍ତ ବ୍ୟବହାର କରିପାରିବ। 200 ନଟିକାଲ ମାଇଲ ପାଖାପାଖି 370 କିଲୋମିଟର, କାରଣ 1 ନଟିକାଲ ମାଇଲ 1.852 କିଲୋମିଟର ବା 1 କିଲୋମିଟର 852 ମିଟର। ତେଣୁ 200 ନଟିକାଲ ମାଇଲ ହେଲା 1 କିଲୋମିଟର 852 ମିଟର ଗୁଣନ 200 ସମାନ 370.4 ବା 370 କିଲୋମିଟର ବୋଲି ଧରାଯାଏ। ଏହି 370 କିଲୋମିଟର ଭିତରେ ଶ୍ରୀଲଙ୍କାର ପ୍ରାୟ ଅଧାରୁ ଅଧିକ ସ୍ଥାନ କଭର କରୁଛି। ତେଣୁ ଶ୍ରୀଲଙ୍କାର ଅଧାକୁ ତ ଆମେ ଶୋ କରିପାରିବାନି। ଏହାଦ୍ୱାରା ଗୋଟିଏ ଦେଶର ସାର୍ବଭୌମ ଉପରେ ଆଞ୍ଚ ଆସିବ। ତେଣୁ ସମ୍ପୂର୍ଣ୍ଣ ଦେଶକୁ ସ୍ଥାନିତ କରାଯାଏ। ଇଣ୍ଡିଆର ଲାଷ୍ଟ ପଏଣ୍ଟ ହେଲା ଧନୁଷକୋଡ଼ି ଏବଂ ଶ୍ରୀଲଙ୍କାର ଷ୍ଟାର୍ଟିଂ ପଏଣ୍ଟ ହେଲା ତଲାଇ ମନାର। ଏହି ଦୁଇଟି ପଏଣ୍ଟର ଡିଷ୍ଟାନ୍ସ 18 ନଟିକାଲ ମାଇଲ ବା 18 ଗୁଣନ 1.852 ସମାନ 33 କିଲୋମିଟର। ଯେତିକି ଏରିଆ କଭର କରେ ତାହାକୁ EEZ ବା ଏକ୍ସକ୍ଲୁସିଭ ଇକୋନୋମିକାଲ ଜୋନ୍ ବା ବିଶେଷ ଅର୍ଥନୈତିକ ଅଞ୍ଚଳ କୁହାଯାଏ। ତେଣୁ ଏହି ଅଞ୍ଚଳରେ ଇଣ୍ଡିଆ ତାର ଆଧିପତ୍ୟ ବିସ୍ତାର କରିଥାଏ। ଏଣୁ ୟୁନିକ୍ଲଜ୍ ନିୟମ ଯୋଗୁଁ ଆମେ ଇଣ୍ଡିଆ ମ୍ୟାପ୍ କରିବା ସମୟରେ ବା ଦେଖିବା ସମୟରେ ଶ୍ରୀଲଙ୍କା ମ୍ୟାପ୍କୁ ଶୋ କରିଥାଉ।